एजुकेशनल एक्सपोर आउ एक वीडियो रे आपण माननकु स्वागत। आजिकार वीडियो रे आमे कथा हेबा एचए हाई स्कूल टीचर आपण जॉइनिंग करि सारिला परे ना आपण माननकर को अकाउंट को आईडी जनरेट हेबो, ता सहित आपण माननकर सैलरी केते मिलिबो, ता सहित आपण एचए गवर्नमेंट सर्वेंट को सब सुविधा पाइबे। ଏହା ପୂର୍ବରୁ ମୁଁ ଆପଣମାନଙ୍କୁ ଗୋଟିଏ ଛୋଟିଆ ରିକ୍ୱେଷ୍ଟ କରିବି, ଯଦି ଆପଣଙ୍କୁ ଏହି ଭିଡିଓ ଭଲ ଲାଗିଲା ତାହେଲେ ଆପଣ ଚ୍ୟାନେଲଟିକୁ ଲାଇକ୍ ଏଣ୍ଡ ସବସ୍କ୍ରାଇବ କରିଦେବେ। ତ ଆମେ ଯଦି କଥା ହେବା ତ ପ୍ରଥମେ ଆପଣ ଯେତେବେଳେ ସ୍କୁଲ ଜଏନିଂ କରିବେ, ସ୍କୁଲ ଜଏନିଂ କରି ସାରିଲା ପରେ ନା ଆପଣଙ୍କର କ'ଣ ହେବ, ପ୍ରଥମେ ଆପଣ ମାନଙ୍କର ଯୋଉ HRMS ଆଇଡି କ୍ରିଏଟ ହେବ। ଯଦି ଆମେ HRMS କ'ଣ କହିବା ତାହେଲେ HRMS ହେଉଛି ହ୍ୟୁମାନ ରିସୋର୍ସ ମ୍ୟାନେଜମେଣ୍ଟ ନା କ'ଣ ସିଷ୍ଟମ, ହ୍ୟୁମାନ ରିସୋର୍ସ ମ୍ୟାନେଜମେଣ୍ଟ ସିଷ୍ଟମ। ଏହା ନା କ'ଣ କରେ, ଏଇ ଯୋଉ HRMS ଆଇଡି ହେଲା, HRMS ଆଇଡି ଆପଣଙ୍କୁ ନା କ'ଣ କରେ, ଟାଟସ ଦିଏ ନା ଏଚ ଗଭର୍ନମେଣ୍ଟ ସର୍ଭେଣ୍ଟ ନା କ'ଣ କରେ, ଆପଣଙ୍କୁ ଗୋଟେ ଟାଟସ ପ୍ରଦାନ କରେ। ଏଇ ଯୋଉ HRMS ଆଇଡି ରେ ଆପଣଙ୍କର ସମ୍ପୂର୍ଣ୍ଣ ତଥ୍ୟ ରହିଥାଏ। ଆପଣ କେବେ ଜଏନିଂ କରେ, ଆପଣ କେତେ ଲିଭ୍ ନେଲେ, ସବୁ ଜିନିଷ ଏଇ HRMS ଆଇଡି ରେ ନା କ'ଣ ସବୁ ଥାଏ। ତାପରେ ନା କ'ଣ ହବ, ଆପଣଙ୍କର ଯୋଉ ପ୍ରାନ୍ କ୍ରିଏଟ ହେବ। ପ୍ରାନ୍ ମାନେ କ'ଣ ନା, ପ୍ରାନ୍ ହଉଛି ଆପଣ ମାନଙ୍କର ଯୋଉ ପରମାନେଣ୍ଟ ରିଟାୟରମେଣ୍ଟ ଆକାଉଣ୍ଟ ନମ୍ବର। ପ୍ରାନ୍ ହଉଛି ପରମାନେଣ୍ଟ ରିଟାୟରମେଣ୍ଟ ଆକାଉଣ୍ଟ ନମ୍ବର। ତ ଏହା କ'ଣ ହୁଏ ନା, ଯେତେବେଳେ ଆପଣ ମାନଙ୍କର ଏଇ ଯୋଉ NPS ଜମା ହୁଏ, NPS ନ୍ୟାସନାଲ ପେନସନ ସ୍କିମ୍, ଏଇଟା ହଉଛି ସେଣ୍ଟ୍ରାଲ ଗଭର୍ନମେଣ୍ଟ, ଯୋଉଟା କି ଏବେ ଓଡ଼ିଶାରେ ବି ଚାଲିଛି। ତାପରେ ଆପଣଙ୍କର OPS ବି ଗୋଟେ ଥାଏ, ଓଲ୍ଡ ପେନସନ ସ୍କିମ୍, ଏହା ବି ଅଛି। ତ ଏଇ ଯୋଉ ପ୍ରାନ୍ ଆଇଡିରେ କ'ଣ ହବ, ଆପଣ ମାନଙ୍କର ଯୋଉ 10% ଯୋଉ ଡିଡକ୍ଟ ହୁଏ, ତାର ନା 14% ନା କ'ଣ ହବ, ଆପଣ ଗଭର୍ନମେଣ୍ଟ ଦେଇକି ଆପଣଙ୍କର ଯୋଉ ବେସ୍ 10% ର ପ୍ଲସ୍ ଆପଣଙ୍କର ଯୋଉ 14% ଗଭର୍ନମେଣ୍ଟ ଯୋଉ ବେସିକ ପେ ର ଦେବ, ଦୁହେଟା ମିଶିକି ନା କ'ଣ ହେବ, ଆପଣଙ୍କର ଏଇ ପ୍ରାନ୍ ଆଇଡିରେ ଜମା ହେବ ଆପଣ ପାଇଁ, ଆପଣଙ୍କର ପେନସନ ପାଇଁ। ତ ଏହା ଜାଣିଲେ। ତାପରେ ଯେତେବେଳେ ଆପଣ ଜାଣିଲେ HRMS କ୍ରିଏଟ ହେଲା, ପ୍ରାନ୍ ହେଲା, ତାପରେ ଆପଣଙ୍କର ଆଉ ଗୋଟେ ଜିନିଷ ହୋଇଥାଏ GIS, ଗ୍ରୁପ ଇନ୍ସୁରାନ୍ସ ସ୍କିମ୍ ନା କ'ଣ, ଗ୍ରୁପ ଇନ୍ସୁରାନ୍ସ ନା ଏହା କ'ଣ ହେଇଥାଏ ନା, ଏହା କ'ଣ ହୁଏ, ଆପଣ ଯେତେବେଳେ କୌଣସି ସପୋଜ ଡ୍ୟୁରିଂ ଆପଣଙ୍କର ଜବରେ କୌଣସି ଏମ୍ପ୍ଲୟି ସପୋଜ ଡେଥ କରିଗଲା, ତାଙ୍କୁ ନା କ'ଣ ଏଠି ଯୋଉ ବେନିଫିଟ ମିଳିଥାଏ, ଆପଣଙ୍କୁ 10 ଲାଖ 15 ଲାଖ କି 10 ଲାଖ କେତେ ଗୋଟେ ମିଳିଥାଏ। ଏଇ ଯୋଉ GIS ରେ ଏଟା କ'ଣ ହବ, ଆପଣଙ୍କର ଯୋଉ ଜଏନିଂ ର ଫାଷ୍ଟ 10th ମନ୍ଥ କ'ଣ ହେବ, ଫାଷ୍ଟ 10th ମନ୍ଥ ଆପଣଙ୍କର ନା 2,000 ଟଙ୍କା ଆପଣଙ୍କର ଯୋଉ ସାଲାରୀରୁ କଟିବ। ତ ଏହା ଜାଣିଲେ ଆପଣ ଆଇଡି ଆଣ୍ଡ ଆକାଉଣ୍ଟ ବିଷୟରେ। ତାପରେ ଯଦି ଆମେ ଆପଣଙ୍କର ଯୋଉ ସାଲାରୀ ବିଷୟରେ କଥା ହେବା, ଆପଣଙ୍କୁ ସାଲାରୀ କେତେ ମିଳିବ ଏଚ ହାଇସ୍କୁଲ ଟିଚର, ତାହେଲେ ଆପଣ ଜାଣିଥିବେ ଯୋଉ ହାଇସ୍କୁଲ ଟିଚର ଯୋଉ ବେସିକ ପେ ଯୋଉ ରହୁଛି, ବେସିକ ପେ ନା କେତେ ରହୁଛି ନା, ହାଇସ୍କୁଲ ଟିଚର ବେସିକ ପେ ରହୁଛି 35,400 ଟଙ୍କା। ଗ୍ରେଡ ପେ ରହୁଛି କେତେ ନା, ଏହା ଗ୍ରେଡ ପେ ରହୁଛି ନା 4200 ଗ୍ରେଡ ପେ। କେତେ ଗ୍ରେଡ ପେ? 4200 ଗ୍ରେଡ ପେ। ଆଉ ଆପଣ ଯୋଉ ଫାଷ୍ଟ ସାଲାରୀ, ଯୋଉ ପ୍ରଥମ ବର୍ଷ ଯୋଉ ସାଲାରୀ ପାଇବେ, ଆପଣ ସେଲ୍ 1 ହିସାବରେ ପାଇବେ। ସେଲ୍ 1 ମାନେ କ'ଣ, ଆପଣ ଯେତେବେଳେ ସେଲ୍ 2 କି ଯିବେ ନା, ଏଇ ଯୋଉ 35,400 ତାହା ପୁଣି 36,200 ହେଇଯିବ। ଏମିତି ଆପଣଙ୍କର ବର୍ଷ ପରେ ଯେତେବେଳେ ଆପଣ 10 ଇୟର୍ସ କମ୍ପ୍ଲିଟ କରିବେ ନା କ'ଣ ହେବ, ଆପଣଙ୍କର ଏଇ ଯୋଉ 4200 ଗ୍ରେଡ ପେ ଅଟୋମେଟିକଲି ଆପଣ 4600 ଗ୍ରେଡ ପେ କୁ ନା କ'ଣ ହେବେ, ଜମ୍ପ କରିବେ। ଏଇଟା ଜାଣିଲେ। ତାପରେ ଯଦି ଆମେ ଏଠି କାଲକୁଲେଟ କରିବେ ଆପଣ କେତେ ଟଙ୍କା ଏବେ ପାଇବେ, ତ ଆପଣଙ୍କର ଯୋଉ ବେସିକ ପେ କେତେ ହେଲା, ଆପଣଙ୍କର ବେସିକ ପେ କେତେ ହେଲା ନା 35,400। ତାପରେ ଆପଣଙ୍କର ଯୋଉ ଡିୟରନେସ ଆଲାଉନ୍ସ 58% ଆପଣ ଏବେ ପାଇବେ ଆପଣଙ୍କର ଯୋଉ ବେସିକ ପେ ର। ତ ଆପଣଙ୍କର ଯୋଉ ବେସିକ ପେ ର 58% ଏମିତି କାଲକୁଲେଟ କରିବେ, ତ ଏହା କେତେ ହେବ ନା, ଏହା କେତେ ହେବ
ଏହା ହେବ ଆପଣଙ୍କର 20,532 ଟଙ୍କା। ଆପଣଙ୍କର ବେସିକ ବି କେତେ ହେଲା 35,400। ଆପଣଙ୍କର ଡିୟରନେସ୍ ଆଲାଉନ୍ସ କେତେ ହେଲା 20,532। ତାପରେ ନା କଣ ଆପଣଙ୍କୁ ଗୋଟେ HRA ମିଳେ ହାଉସ ରେଣ୍ଟ, ଯୋଉଟା କି ଏଇଟା ଡିଫର କରେ ଆପଣଙ୍କର ସିଟି ଟୁ ସିଟି। ମାନେ ସପୋଜ ଗୋଟେ ଲୋକ ଯଦି ଭୁବନେଶ୍ୱରରେ ରହୁଛି, ଗୋଟିଏ ଲୋକ ଯଦି ରାଉରକେଲାରେ ରହୁଛି, ଗୋଟିଏ ଲୋକ ଯଦି ସମ୍ବଲପୁରରେ ରହୁଛି, ତ ଏଇ ଯୋଉ ବଡ ବଡ ସିଟି ଏଠିକାର ଯୋଉ ହାଉସ ଯୋଉ ରେଣ୍ଟ ଥାଏ ତା ଅଧିକ, ତ ତାଙ୍କର ଯୋଉ ହାଉସ ରେଣ୍ଟ ଅଧିକ, ସେଥିପାଇଁ ତାଙ୍କୁ କଣ ଗଭର୍ଣମେଣ୍ଟ 16% ଦିଅନ୍ତି, ବେସିକ ପେ ର 16%। ତାପରେ ଯୋଉ ଡିଷ୍ଟ୍ରିକ୍ଟ ମାନଙ୍କୁ ଆପଣଙ୍କ 12% ବି ମିଳେ। ତାପରେ ଆପଣ କୋଉ କୋଉ ଜାଗାରେ 8% ବି ମିଳେ। ଆଉ ଯୋଉ ଗାଁ ମାନଙ୍କରେ ଯୋଉ ପାଆନ୍ତି ତାଙ୍କର ନର୍ମାଲି 4% ଥାଏ। ତ ଯଦି ଆମେ 4% ହିସାବରେ ଯଦି ଆପଣଙ୍କର ଯୋଉ HRA ଯଦି କାଉଣ୍ଟ କରିବା, ତ ଆପଣଙ୍କର ଯୋଉ ବେସିକ ପେ ର 4% ଯଦି ଆମେ କାଉଣ୍ଟ କରିବା, ତାହେଲେ କେତେ ହେବ ନା ବେସିକ ପେ ର 4% ନା କେତେ ହେବ ନା ଏହା ହଉଛି ଆପଣଙ୍କର 1416 ଟଙ୍କା ହେବ। ତ ଯଦି ଆମେ ତିନୋଟିକୁ କାଲକୁଲେଟ କରିବା, ନା ଆପଣଙ୍କର ଟୋଟାଲ କେତେ ହଉଛି ନା 35,400 ଆପଣ ପାଇଲେ। କୋଉଟା ଆପଣଙ୍କର ଯୋଉ ବେସିକ ପେ। ତାପରେ ଆପଣଙ୍କର ଯୋଉ ରହିଲା ଡିଏ, ଆପଣଙ୍କର ଡିଏ କେତେ ରହିଲା ନା ଆପଣଙ୍କର ଯୋଉ ଡିଏ ରହୁଛି ତାହା ରହୁଛି ନା କେତେ 20,532 ଟଙ୍କା। ତାପରେ ଆପଣଙ୍କର ଯୋଉ ରହିଲା HRA କେତେ ହେବ ନା HRA ଆପଣ ମାନଙ୍କର ହଉଛି କେତେ ଟଙ୍କା ନା 1416 ଟଙ୍କା। HRA ହଉଛି 1416। ଆପଣ ମାନଙ୍କର ଯୋଉ ଡିଏ ହଉଛି ତା ହଉଛି 20,532। ତାପରେ ଆପଣ ମାନଙ୍କର ଯୋଉ ବେସିକ ପେ ହଉଛି ନା ତା କେତେ ହଉଛି ନା ତା ହଉଛି 35,400। ଯଦି ଆମେ ତିନୋଟିକୁ କାଲକୁଲେଟ କରିବା ନା ଆପଣ କେତେ ଟଙ୍କା ପାଉଛନ୍ତି ନା 57,348 ଟଙ୍କା। ଏହା ହଉଛି ଆପଣଙ୍କର ଗ୍ରସ୍ ପେ, ଆପଣଙ୍କର ଗ୍ରସ୍ ସାଲେରୀ। ଆପଣଙ୍କର ଗ୍ରସ୍ ସାଲେରୀ ରହୁଛି କେତେ ନା ଆପଣଙ୍କର 57,348। ଏଇ ଯୋଉ 57,348 ରହିଲା, ଆପଣ ଧ୍ୟାନ ଦେବେ ଏଇ ଯୋଉ 35,400 ଆଉ ଏଇ ଯୋଉ ଡିଏ ର ଯୋଉ 20,532 ର ନା ଏହାର ଯୋଉ 10% ନା କଣ ହେବ ଆପଣଙ୍କର ଯୋଉ ପେନସନ ଯୋଉ ଆପଣ ପାଇବେ ତାହା ଡିଡକ୍ଟ ହେବ। ତ ଏହାର 10% କେତେ ରହୁଛି ନା ହିସାବ କରିଦିଅନ୍ତୁ ଆପଣ, ଏହାର 10% ହେବ 5,593 ଟଙ୍କା। ତ ଏଥିରୁ ଆପଣ କଣ କରନ୍ତୁ ନା ଏଇଥିରୁ ପୁଣି ଆପଣ 5,593 ଟଙ୍କା କଣ କରିବେ ନା ଡିଡକ୍ଟ କରିବେ। ଡିଡକ୍ଟ କଣ ପାଇଁ କରିଲେ ନା ଆପଣଙ୍କର ଯୋଉ 5,500 ନା କଣ ହେବ ଯୋଉ 93 ଟଙ୍କା, ସେହିଟା ଆପଣ ପେନସନ ଆକାରରେ ପାଇବେ। ତ ଆପଣଙ୍କର କେତେ ଟଙ୍କା ବଞ୍ଚିଲା 51,755 ଟଙ୍କା। ପୁଣି ଏଇ ଯୋଉ ଏଥିରୁ 200 ଟଙ୍କା ଆପଣଙ୍କର ପ୍ରଫେସନାଲ ଟ୍ୟାକ୍ସ କଟିଗଲା, ତାହେଲେ ଆପଣ କେତେ ଟଙ୍କା ପାଇବେ ନା 51,555 ଟଙ୍କା ହେଲା ଆପଣଙ୍କର ଯୋଉ କଣ ନେଟ ସାଲେରୀ। ଏଇଟା ଆପଣଙ୍କର ନେଟ ସାଲେରୀ ପ୍ରତ୍ୟେକ ମାସ ଆପଣ ପାଇବେ। ଏଇଟା କଣ 51,500 ଆପଣଙ୍କର ଯୋଉ 55 ଟଙ୍କା ଯୋଉ ରହିଲା ନା ଏହା କଣ ଆପଣଙ୍କର ନେଟ ସାଲେରୀ ପାଇବେ ପ୍ରତ୍ୟେକ ମାସ। କିନ୍ତୁ ଏଥିରେ ଆଉ ଗୋଟେ ଜିନିଷ ଅଛି, ଆପଣ ଯୋଉ ଫାଷ୍ଟ ଯୋଉ 10th ମନ୍ଥ ରହିବ ଆପଣଙ୍କର ଏଠି ଯୋଉ 2,000 ଟଙ୍କା କଣ ହେବ ନା GIS ପାଇଁ କଟିଯିବ। ତ 51,555 ରୁ ଆପଣଙ୍କର ଯୋଉ 2,000 ଯଦି କଟିଲା ଫାଷ୍ଟ 10th ମନ୍ଥ, ତାହେଲେ ଆପଣଙ୍କର ଯୋଉ ସାଲେରୀ କେତେ ହେବ 49,555 ଟଙ୍କା ଆପଣଙ୍କର ସାଲେରୀ ହେବ। ନା ଏଟା କଣ ପାଇଁ ଏଟା ଫାଷ୍ଟ 10th ମନ୍ଥ ପାଇଁ। ତାପରେ ଆପଣଙ୍କର ଯୋଉ ସାଲେରୀ ହୁଏ ନା କେତେ ହେବ 51,555। ତାପରେ ଆପଣଙ୍କର ଡିଏ ଯୋଉ ପ୍ରତ୍ୟେକ ବର୍ଷ 2 ଥର ବଢିଥାଏ, ଏମିତି ଆପଣ ମାନଙ୍କର ସାଲେରୀ ଧୀରେ ଧୀରେ ବଢି ଚାଲିବ। ତାପରେ ଯଦି ଆମେ କଥା ହେବା ଆପଣଙ୍କର ଯୋଉ ଗଭର୍ଣ୍ଣମେଣ୍ଟ ବେନିଫିଟ୍ସ କଣ ମିଳିବ, ଆପଣଙ୍କର ଗଭର୍ଣ୍ଣମେଣ୍ଟ ସର୍ଭେଣ୍ଟ ହିସାବରେ କଣ ଆପଣ ଯୋଉ ବେନିଫିଟ ପାଇବେ। ଯେମିତି କି ଆପଣଙ୍କର ଯୋଉ ପ୍ରଥମ ଯୋଉ ରହିବ ଆପଣଙ୍କର ଯୋଉ ବେନିଫିଟ, ଯେମିତି ଗୋଟିଏ ଥାଏ ରିହାବିଲେସନ ଆପଣଙ୍କର ଗୋଟେ ସ୍କିମ୍ ଥାଏ। ଏଇଟା କଣ ନା ଯେତେବେଳେ ସପୋଜ ଆପଣଙ୍କର ଯୋଉ ଡ୍ୟୁରିଂ ଜବ କଲା ଟାଇମ ସପୋଜ କିଛି ହେଇଗଲା, କୋଇ ଏମ୍ପ୍ଲୟି ସପୋଜ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟି ତାର ସପୋଜ ବାଇଚାନ୍ସ ସେ ମରିଗଲେ, ତ ତାଙ୍କର ଘରର ଯୋଉ ଗୋଟିଏ ଲୋକକୁ କଣ ହବ ନା ଗୋଟେ କମ୍ପେନସେସନ ଆକାରରେ ଗୋଟେ ଜବ ମିଳିବ, ଯଦି ଆପଣ ଗଭର୍ଣ୍ଣମେଣ୍ଟ ସର୍ଭିସ ରିହାବିଲେସନ ସ୍କିମ୍ ଅଣ୍ଡରରେ ଅଛନ୍ତି। ତ ସମସ୍ତ ଗଭର୍ଣ୍ଣମେଣ୍ଟ ସର୍ଭିସ ଏଇଟା ଆପ୍ଲିକେବୁଲ। ତାପରେ କଣ ହେବ ନା ଆପଣଙ୍କୁ ଗୋଟିଏ ଏକ୍ସ ଗ୍ରାସିଆ ଗୋଟେ ମିଳେ, ଏକ୍ସ ଗ୍ରାସିଆ। ଏହା ବି ସପୋଜ ଆପଣଙ୍କର ଯୋଉ କୌଣସି ଦେହାନ୍ତ ହେଇଗଲା କଣ ହେଇଗଲା ତାହା ଆପଣ ପାଇବେ ପୁଣି ପଇସା।
तापर आपनकर जो जीआईएस थिबो जो जीआईएस आपण भरिथिबे जो 20000 टंका 10 मास 2000 टंका देथिबे सेठी आपनको पैसा मिलिबो तापर आपनको बाकी जो सुविधा समिति मिले सपोज आपनकर जो होम लोन मिले आपण गवर्नमेंट तरु होम लोन कोन होए आपण नॉर्मल देखिथिबे 8 ରୁ 10% पर्यंत आपनको इंटरेस्ट निया जे किंतु गवर्नमेंट जदि आपनको होम लोन देला 4% मिलिबो तापर आपनको एबे इलेक्ट्रिक कार लोन मिलुछि कार लोन आपण गवर्नमेंट आपण इलेक्ट्रिक कार किनिया पई पाखा पाखी 20 लाख दउछंती आपण कार किनि पारिबे बाइसाइकिल जो स्कूटी भी आपण आपण किनि पारिबे ताहा पई भी 2 लाख टंका आपण दउछंती गवर्नमेंट तो आपण एतले तापर बाहर को सब जाउछंती आपणकर डीए तापर टीए ए सब बहुत जिनिस आपण गवर्नमेंट तरफ रु मिली थाए तापर हम छुट्टी गुडा को जो अन्य छुट्टी रहिला से गवर्नमेंट छुट्टी गुडा को सब जिनिस आपण को मिलिबो एहा थिला आपण आफ्टर जॉइनिंग एच हाई स्कूल टीचर ए सब सुविधा पाइबे जदि आपण को वीडियो टी पसंद लागिला आपण वीडियो को लाइक एंड सब्सक्राइब करि देबे थैंक यू धन्यवाद।